ଆଜି ମାର୍କେଟକୁ ଆସିଲି ପରିବା ନେବା ପାଇଁ। ପରିବା ରେଟ୍ ଶୁଣି ମୋ ମୁଣ୍ଡ ଘୁରେଇଥିଲା। ତ ଜୟ ଜଗନ୍ନାଥ ସାଙ୍ଗମାନେ, ତ ସକାଳୁ ସକାଳୁ ଉଠି ମୋର ଡ୍ୟୁଟି ପଡ଼ିଲା ମାର୍କେଟରେ ଯାଇ ପରିବା ଆଣିବା ପାଇଁ। ତାପରେ ମୋ ଗାଡ଼ିଟା ନେଇକି ପଳେଇ ଆସିଲି ମାର୍କେଟ ପାଖକୁ। ତ ମାର୍କେଟରେ ପହଞ୍ଚି ବର୍ତ୍ତମାନ ଏଟିଏମ୍ରୁ ପଇସା ଉଠେଇ ମୁଁ ପଳେଇ ଆସିଲି ମୋ ସାଙ୍ଗ ଦୋକାନକୁ। ତା ପାଖରେ ପହଞ୍ଚିଲା ପରେ ମୁଁ ତାକୁ ପରିବା ରେଟ୍ ପଚାରିବାରୁ ସିଏ କହିଲା କି ବିଲାତି ଛାଡ଼ିକି ଆଉ ସବୁ ରେଟ୍ 60 ଟଙ୍କା। ତାପରେ ମୁଁ ଅଳ୍ପ କିଛି ପରିବା ନେଇକି ପଳେଇ ଆସିଲି ଘର ପାଖକୁ। ତ ଘର ପହଞ୍ଚିଲା ପରେ ବର୍ତ୍ତମାନ ଯାଇ ଭିତରକୁ ଫ୍ରିଜ୍ ଉପରେ ପରିବା ରଖିଦେଲି। ତ ରଖି ସାରିଲା ପରେ ତା କିଛି ସମୟ ପରେ ଆମର ରୋଷେଇ ବି ସରିଥିଲା। ତାପରେ ଆମେ ସମସ୍ତେ ବସିଲୁ ଖାଇବା ପାଇଁ। ତ ଖାଇସାରିଲା ପରେ ମୁଁ ଆସିକି ମେଡିସିନ ଖାଇଦେଲି, କାହିଁକି ନା ମତେ ଏତେ ଥଣ୍ଡା ହେଇଥିଲା କି ମୁଁ ନିଶ୍ୱାସ ଠିକ୍ ସେ ନେଇ ପାରୁନଥିଲି। ତାପରେ ମୁଁ ମେଡିସିନ ଖାଇସାରିଲା ପରେ ଉପରଓଳି ହେଲାରୁ ମୁଁ ବର୍ତ୍ତମାନ ଗାଧେଇ ବାହାରିକି ପଳେଇ ଆସିଲି କମ୍ପ୍ୟୁଟର କ୍ଲାସ୍ ପାଖରେ ପହଞ୍ଚି ଦେଖିଲି କି ମୋ ସାଙ୍ଗମାନେ ସମସ୍ତେ ଆସିଯାଇଛନ୍ତି। ଆଉ ଏପଟକୁ ଦେଖିଲି ତ ସାର୍ ଏତେପର୍ଯ୍ୟନ୍ତ ଆସିନାହାନ୍ତି। ଆଉ ସାର୍ଙ୍କ ଆସିଲା ପରେ ଆମେ ଗୋଟେ ସିଷ୍ଟମ ପାଖରେ ଆମେ ସମସ୍ତେ ବସିଗଲୁ ଚେୟାର ପକେଇ। ଆଉ ଆଜି ଆମକୁ ସାର୍ MS Word ପଢେଇଲେ। ତ MS Word ପଢେଇ ସାରିଲା ପରେ ଆମେ ସମସ୍ତେ ଘରକୁ ପଳେଇ ଯାଇଥିଲୁ। ଭିଡିଓଟି ଭଲ ଲାଗିଥିଲା ଲାଇକ୍ କରି ଚ୍ୟାନେଲକୁ